ଏବେ ଏବେ ଦେଖନ୍ତୁ ଭତ୍ତା ଟଙ୍କାକୁ ନେଇ ଆଉ ଗୋଟିଏ ବହୁତ ବଡ଼ ଅପଡେଟ୍ ଆସିଯାଇଛି। ଆପଣମାନେ ଯେଉଁ ଭତ୍ତା ଟଙ୍କା ମାସକୁ 1000 ଟଙ୍କା ପାଉଛନ୍ତି, ଅର୍ଥାତ୍ ସରକାରଙ୍କ ତରଫରୁ ଯେଉଁ ବାର୍ଦ୍ଧକ୍ୟ ଭତ୍ତା 1000 ଟଙ୍କା ଦିଆଯାଉଛି ଏବଂ ଭିନ୍ନକ୍ଷମ ଭତ୍ତା ଯେଉଁ 1000 ଟଙ୍କା ଦିଆଯାଉଛି, ତା ସହିତ ଯେଉଁ ଆପଣଙ୍କର ବିଧବା ଭତ୍ତା ଏବେ 1000 ଟଙ୍କା ସରକାରଙ୍କ ତରଫରୁ ଦିଆଯାଉଛି, ଏହି ଭତ୍ତା ଟଙ୍କାକୁ ଏବେ ଆପଣଙ୍କର 3000 ଟଙ୍କା କରାଯିବ ବୋଲି ବହୁତ ବଡ଼ ଗୋଟେ ଇନଫର୍ମେସନ୍ ଆସିଯାଇଛି। କୁହାଯାଉଛି ଯେ ଆସନ୍ତା 20 ତାରିଖରୁ ଭତ୍ତା ଟଙ୍କାକୁ ନେଇ ଗୋଟେ ବଡ଼ ଘୋଷଣା କରାଯିବ ଏବଂ ଆପଣମାନେ ଏଥର ଅଧିକ ଭତ୍ତା ଟଙ୍କା ପାଇପାରିବେ। ତେବେ କାହିଁକି ଆସନ୍ତା 20 ତାରିଖରୁ ଭତ୍ତା ଟଙ୍କା ବୃଦ୍ଧି କରାଯିବାର ସମ୍ଭାବନା ରହିଛି ଏବଂ କାହିଁକି 20 ତାରିଖରେ ଭତ୍ତା ଟଙ୍କା ବୃଦ୍ଧି କରିବେ ବୋଲି ବହୁତ ସାରା ଲୋକ ଯାହାକି ଏ ନେଇ ଆଲୋଚନା କରୁଛନ୍ତି, ଆପଣଙ୍କୁ ମୁଁ ଏ ଭିଡ଼ିଓ ମାଧ୍ୟମରେ ସେ ନେଇ ପୁରା ଇନଫର୍ମେସନ୍ଟି ଜଣାଇଦେବି। ସେଥିପାଇଁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲଟିକୁ ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଦେଖନ୍ତୁ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭତ୍ତା ଟଙ୍କା ଆପଣଙ୍କର ଆଜି ବଢ଼ାଇବେ କାଲି ବଢ଼ାଇବେ ବୋଲି ବହୁତ ସାରା ହିତାଧିକାରୀ ଯାହାକି ଅପେକ୍ଷା କରି ରହିଛନ୍ତି ଏବଂ ସରକାରଙ୍କ ତରଫରୁ ଯେଉଁ ଭତ୍ତା ଟଙ୍କା ବି ବୃଦ୍ଧି କରାଯାଉଛି ସେଥିରେ ଯାହାକି ଅଧିକ ଲୋକ ଯାହାକି ସନ୍ତୁଷ୍ଟ ନୁହନ୍ତି। କାହିଁକିନା ସରକାରଙ୍କ ତରଫରୁ କେବଳ କିଛି ଲୋକଙ୍କର ଭତ୍ତା ବୃଦ୍ଧି କରାଯାଇଛି, ଅର୍ଥାତ୍ ଯେଉଁମାନଙ୍କର 80 ବର୍ଷ ହେଇଛି ଏବଂ ଯେଉଁମାନେ ଭିନ୍ନକ୍ଷମ ଆପଣଙ୍କର 80% ଅଧିକ ରହିଛି ସେମାନଙ୍କୁ ଯାହାକି ସରକାରଙ୍କ ତରଫରୁ 3500 ଟଙ୍କା ଭତ୍ତା ଦିଆଯାଉଛି। ଏହା ସହିତ ସରକାରଙ୍କର ଘୋଷଣା ଅନୁସାରେ ଆପଣଙ୍କର ଯେଉଁ ନିର୍ବାଚନ ଟାଇମ୍ରେ ଯେଉଁ ଘୋଷଣା କରିଥିଲେ ସେହି ଅନୁସାରେ ଆପଣଙ୍କର ସମସ୍ତଙ୍କର ଭତ୍ତା ଟଙ୍କାଟି ବୃଦ୍ଧି କରାଯିବ, ଅର୍ଥାତ୍ ସମସ୍ତଙ୍କୁ ସରକାରଙ୍କ ତରଫରୁ 3000ରୁ 3500 ଟଙ୍କା ପର୍ଯ୍ୟନ୍ତ ଭତ୍ତା ଦିଆଯିବ ବୋଲି କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ସରକାରଙ୍କ ତରଫରୁ ସେ ନେଇ ଘୋଷଣା କରାଗଲା ନାହିଁ, କିନ୍ତୁ ଆଗକୁ ଏ ନେଇ ଘୋଷଣା କରାଯିବ ବୋଲି ଏବେ ଆପଣଙ୍କର ବହୁତ ବଡ଼ ଗୋଟେ ଅପଡେଟ୍ରୁ ଜଣାପଡ଼ିଗଲାଣି। ଅର୍ଥାତ୍ ଆପଣଙ୍କର ଏଇ ଯେଉଁ ଫେବୃଆରୀ 20 ତାରିଖ ରହିଛି, ଫେବୃଆରୀ 20 ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ এই ନେଇ ବହୁତ ବଡ଼ ଗୋଟେ ଘୋଷଣା କରିପାରନ୍ତି ବୋଲି ଯାହାକି ଆଶା କରାଯାଉଛି। ତେବେ କାହିଁକି ଆଶା କରାଯାଉଛି? ଦେଖନ୍ତୁ ଫେବୃଆରୀ 20 ତାରିଖରେ ବଜେଟ୍ ଅଧିବେଶନ ରହିଛି। ରାଜ୍ୟ ସରକାରଙ୍କ ତରଫରୁ ଫେବୃଆରୀ 20 ତାରିଖରେ ବଜେଟ୍ ଘୋଷଣା କରାଯିବ। ଯେମିତି କେନ୍ଦ୍ର ସରକାରଙ୍କ ତରଫରୁ କିଛି ଦିନ ତଳେ ବଜେଟ୍ ଘୋଷଣା କରାଯାଇଛି, ସେମିତି ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ବଜେଟ୍ ଘୋଷଣା କରାଯିବ, ଯାହାକି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ବଜେଟ୍ ଘୋଷଣା କରିବାର ସମ୍ଭାବନା ରହିଛି। ଦେଖନ୍ତୁ ଏଇ ଯେଉଁ ଆପଣଙ୍କର ବଜେଟ୍ଟି ଘୋଷଣା କରାଯିବ, ବଜେଟ୍ରେ ସରକାରଙ୍କ ତରଫରୁ ବହୁତ ସାରା ନୂଆ ଯୋଜନା ତା ସହିତ ପୁରୁଣା ଯୋଜନା ଗୁଡ଼ିକର ଟଙ୍କା ମଧ୍ୟ ବୃଦ୍ଧି କରାଯିବ ଏବଂ ସରକାରଙ୍କ ତରଫରୁ ଯେଉଁ ପ୍ରତିଶ୍ରୁତି ଗୁଡ଼ିକ ଦିଆଯାଇଥିଲା, ଯେତେ ପ୍ରତିଶ୍ରୁତି ଦିଆଯାଇଥିଲା କିଛି ପ୍ରତିଶ୍ରୁତି ସରକାରଙ୍କ ତରଫରୁ ଆପଣଙ୍କର ନିଷ୍ପତ୍ତି ନିଆଯାଇଛି, ଅର୍ଥାତ୍ କିଛି ପ୍ରତିଶ୍ରୁତିକୁ ଯାହାକି ସେମାନେ ଲାଗୁ କରିଛନ୍ତି ଏବଂ କିଛି ପ୍ରତିଶ୍ରୁତି ରହିଯାଇଛି, ସେହି ସବୁକୁ ସରକାରଙ୍କ ତରଫରୁ ଏହି ବଜେଟ୍ରେ ଲାଗୁ କରିବାର ସମ୍ଭାବନା ରହିଛି। ମୁଖ୍ୟତଃ ଆପଣଙ୍କର ଭତ୍ତା ଟଙ୍କାକୁ ନେଇ ସରକାରଙ୍କ ତରଫରୁ କିଛି ଗୋଟିଏ ବଡ଼ ଘୋଷଣା ନିଶ୍ଚୟ କରାଯିବ। କାହିଁକି ନା ଆଗକୁ ଆପଣଙ୍କର ପଞ୍ଚାୟତ ନିର୍ବାଚନ ରହିଛି। ପଞ୍ଚାୟତ ନିର୍ବାଚନରେ କେମିତି ଶାସକ ଦଳ ଅଧିକ ଲାଭ ପାଇବ, ଅର୍ଥାତ୍ ଅଧିକ ଜାଗାରେ ତାଙ୍କର ସିଟ୍ଟି ବଜାୟ ରଖିପାରିବେ, ତା ସହିତ କେମିତି ଲୋକମାନେ ଓଡ଼ିଶା ସରକାରଙ୍କୁ ବେଶୀ ଭଲ ପାଇବେ ଏବଂ ବେଶୀ ଆକର୍ଷିତ ହେବେ, ସେ ନେଇ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯିବାର ସମ୍ଭାବନା ରହିଛି। ସେଥିପାଇଁ ଆଶା କରାଯାଉଛି ଯେହେତୁ ସରକାରଙ୍କ ତରଫରୁ ଆଗକୁ ଆପଣଙ୍କର ପଞ୍ଚାୟତ ନିର୍ବାଚନ ରହିଛି, ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଯାହାକି ଆପଣଙ୍କର ଏହି ଭତ୍ତା ଟଙ୍କା ରହିଛି, ଭତ୍ତା ଟଙ୍କା କିଛି ନା କିଛି ଯାହାକି ଘୋଷଣା କରିବାର ସମ୍ଭାବନା ରହିଛି, ଅର୍ଥାତ୍ ବୃଦ୍ଧି କରିବାର ସମ୍ଭାବନା ରହିଛି। ଯଦି ରାଜ୍ୟ ସରକାରଙ୍କ ତରଫରୁ ଭତ୍ତା ଟଙ୍କା ବୃଦ୍ଧି କଲେ କେତେ ଟଙ୍କା ବୃଦ୍ଧି ହେବାର ସମ୍ଭାବନା ରହିଛି? ଦେଖନ୍ତୁ ଏବେ ତ ଆପଣମାନେ ଜାଣିଛନ୍ତି ଯେ ଓଡ଼ିଶାରେ ଭତ୍ତା ଟଙ୍କା କେବଳ 1000 ଟଙ୍କା ଦିଆଯାଉଛି, ଅର୍ଥାତ୍ ପ୍ରତ୍ୟେକ ହିତାଧିକାରୀ ମାସକୁ 1000 ଟଙ୍କା ଭତ୍ତା ପାଉଛନ୍ତି। ତେବେ ରାଜ୍ୟ ସରକାରଙ୍କ ତରଫରୁ ଯଦି ଭତ୍ତା ଟଙ୍କା ଅଧିକ କରାଯିବ, ହୁଏତ ଆପଣଙ୍କୁ 2000 ଟଙ୍କା ମଧ୍ୟ ମିଳିପାରେ, ହୁଏତ ଆପଣଙ୍କୁ 1500 ଟଙ୍କା ମଧ୍ୟ ମିଳିପାରେ, ହୁଏତ ଆପଣଙ୍କୁ 3000 ଟଙ୍କା ମଧ୍ୟ ମିଳିପାରେ, ଅର୍ଥାତ୍ ଆପଣଙ୍କର ଏଜ୍ କ୍ୟାଟେଗୋରୀ ଅନୁସାରେ ସରକାରଙ୍କ ତରଫରୁ ଭତ୍ତା ଟଙ୍କା ବୃଦ୍ଧି କରିବାର ସମ୍ଭାବନା ରହିଛି। ତେବେ ଦେଖନ୍ତୁ ଆଗକୁ ସରକାରଙ୍କ ତରଫରୁ ଏ ନେଇ କ'ଣ ନିଷ୍ପତ୍ତି ନିଆଯାଉଛି ଦେଖିବାକୁ ପଡ଼ିବ, କାହିଁକିନା ସରକାରଙ୍କ ତରଫରୁ ନିଶ୍ଚୟ ଏ ନେଇ କିଛି ନା କିଛି ଗୋଟିଏ ନୂଆ ଘୋଷଣା କରିବାର ସମ୍ଭାବନା ରହିଛି।